ମୁଁ କହିଲି ଆପଣ ଯୋଉ ଆପଣଙ୍କର ସେ ବାୟୁ ସାଧନା ଯୋଉ ଲେଖୁଛନ୍ତି ଭିଡିଓରେ ମାନେ ଟିକେ ସେଟା ଏକ୍ସପ୍ଲେନ କରିଥାନ୍ତେ ମତେ, ମୁଁ ଟିକେ ସେଟା ବୁଝିବାକୁ ଚାହୁଁଥିଲି। ବାୟୁ ସାଧନାଟା ଏକ୍ସପ୍ଲେନ କେବଳ ଗୁରୁଦତ୍ତ ନାମ ନ ନେଲା ପର୍ଯ୍ୟନ୍ତ ପୁରା ଟୋଟାଲ କ୍ଲିୟର କହିହବ ନାହିଁ। ସେଗୁଡାକ ଯାହା ମୁଁ କରୁଛି ସେଗୁଡା ସବୁ ଟିକେ ଟିକେ ଖାଲି ସଂକେତ ଦଉଛି। ବାୟୁ ସାଧନା ବିଷୟରେ ସେଟା ଆଜ୍ଞା ହଉଛି ଗୁରୁ ଘର ପାଠ, ବୁଝିପାରିଲେ ନା। ଆଜ୍ଞା ଏଟା ଆଜ୍ଞା ଗୁରୁ ସୂତ୍ର ନ ନେଲା ପର୍ଯ୍ୟନ୍ତ ତାର ପୁରା ପୁଙ୍ଖାନୁପୁଙ୍ଖ ତାର ଯୋଉ ଇଏଟା ତତ୍ଵଟା ଟେକ୍ନିକ ଟା। ହଁ ଟେକ୍ନିକ ଟା ମୋଟେ ବୁଝି ହବନି। ଟେକ୍ନିକ ଗୁଡାକ ସବୁ କେବଳ ଗୁରୁଦତ୍ତ ମନ୍ତ୍ର ନେଲା ପରେ ଦିଆଯାଏ। ବାହ୍ୟ ମତରେ ମୁଁ ବୁଝଉଛି ବାୟୁ ସାଧନା ଇଏ, କଣ ତମ ପ୍ରଶ୍ନ ପଚାର ମୁଁ ଉତ୍ତର ଦେବି। ନା ମାନେ ମୁଁ ସେଇଟା ପଚାରୁଥିଲି, ମାନେ ସେଇଟା ପ୍ରାଣାୟାମ ନା କଣ ସେଇଟା? ହଁ ପ୍ରାଣାୟାମ ତ ସବୁ। ଆଜ୍ଞା ବିନା ପ୍ରାଣ ଅୟମ। ଆଜ୍ଞା ପ୍ରାଣ ମାନେ ପବନ, ଅୟମ ମାନେ ହଉଛି ଆୟତ କରିବା। ବୁଝିଲେ କି? ଆଚ୍ଛା ଆଚ୍ଛା ଆଜ୍ଞା ପ୍ରାଣ ଅୟମ ସବୁ ତ ପବନ ଆୟତ ଯିଏ କଲା ସେଇଟା ପ୍ରାଣାୟାମ ଆଉ। ପ୍ରାଣାୟାମ ବିନା କଣ କୌଣସି କାମ ଅଛି କି ହିନ୍ଦୁ ଶାସ୍ତ୍ରରେ? ବାୟୁ ସାଧନରୁ ସରିଛି ପାଠ, ତୁଳସୀ ଗଛରୁ ସରିଛି କାଠ। ଯାହା କରିବ ପ୍ରାଣାୟାମ। ଆଜ୍ଞା 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 ବ୍ରାହ୍ମଣ ଯେତେବେଳେ ମୂର୍ତ୍ତି ପୂଜା କରୁଛି ସେ ନାକକୁ କାନକୁ ଧରିକି କଣ ଟିକେ ବର ବର ହଉଛି, ସେଇଟା ବି ପ୍ରାଣାୟାମ। ହଁ ପ୍ରାଣାୟାମ ବିନା କୌଣସି କାମ ହେଇପାରିବନି। ଆଜ୍ଞା ବାବା ଏଇ ଆପଣ ଯୋଉଟା ଶିଖଉଛନ୍ତି ମାନେ ସେଇଟା କଣ ଦୀକ୍ଷା ନେବାକୁ ପଡିବ ନା ବିନା ଦୀକ୍ଷା ଦୀକ୍ଷାରେ ସେଇଟା? ନନେଲେ କୌଣସି କାମ ହେଇପାରେ। ଆମର ବିନା ଦୀକ୍ଷାରେ କୌଣସି ଶିକ୍ଷା ନାହିଁ। ଆମର ବାହ୍ୟ ମତରେ କିଛି ନାହିଁ, କି ଫ୍ରଡ ଜିନିଷ ନାହିଁ, କିମ୍ବା କୌଣସି ଗୋଟେ ମାନେ ମିଥ୍ୟା ଜିନିଷ କହିକି ଲୋକଙ୍କୁ ଭଣ୍ଡେଇବୁ ସେ ସବୁ କଥା ନୁହେଁ। ଆମର ହଉଛି ଅସଲ ଜିନିଷ। ଆମେ ତମକୁ ଶିଖେଇଦେମୁ, ତମକୁ ଦେଖେଇଦେମୁ, ତମେ କରିବ, କରିକି ଅନୁଭବ କରିବ, ଏଇଟା ହଉଛି ଆମର କାମ। ଆମର ହେଲା ମୁକ୍ତି ମାର୍ଗ। ଆଜ୍ଞା ଆଜ୍ଞା ମୁକ୍ତି ମାର୍ଗ, ବାହ୍ୟ ମାର୍ଗ ମୋଟେ ନାହିଁ। ବହୁତ ମାର୍ଗ, ବହୁତ ସାଧୁ ଅଛନ୍ତି ବାହ୍ୟ ମାର୍ଗରେ, ବହୁତ ସାଧୁ ଅଛନ୍ତି, କିନ୍ତୁ ସେଗୁଡା ସବୁ ଆମ ପାଖରେ ନାହିଁ। ଆମ ପାଖକୁ କିଏ ଆସିଲେ ଖୁସି, ନ ଆସିଲେ ଖୁସି। ଆମର କାହା ଠାରୁ କାମନା ନାହିଁ। ଯଦି କାହାର କିଛି ମୁକ୍ତି ମାର୍ଗ ଜାଣିବାର ଆବଶ୍ୟକ ଅଛି ଆସ, ଯଦି ନାହିଁ ତାହେଲେ ତମେ ଯାଅ ଅନ୍ୟ ବାଟେ। ସେ ବହୁତ ଲୋକ ବହୁତ ଅଛନ୍ତି, ବହୁତ ବାଟରେ ଅଛନ୍ତି। ଆଜ୍ଞା ଆଜ୍ଞା ଏଇଟା ହଉଛି ଆମର କଥା। ଭାଇ ଏଇଟା ମାନେ ପ୍ରାକ୍ଟିସ କରିବାକୁ କେତେ ଟାଇମ ଲାଗିବ, ଆଉ ଆର ଆସନ ସିଦ୍ଧି, ବେନିଫିଟ? ଆସନ ସିଦ୍ଧି। ଗୋଟେ ଆସନରେ ତମେ 3 ଘଣ୍ଟା ପର୍ଯ୍ୟନ୍ତ ଯଦି ତମେ ପଢିପାରିବ, ବିନା କ୍ଲେଶରେ ବସିପାରିବ, ତେଣୁ ଆସନ ସିଦ୍ଧି ହେଲା। ସେଟା ପ୍ରାକ୍ଟିସଟା ତମର ଦରକାର। ଅଭ୍ୟାସ ଯୋଗଯୁକ୍ତେନ ଚତୁର୍ଥା ନାନ୍ୟଗାମିନା ପରମଂ ପୁରୁଷଂ ବିଦଂ ଜାତି ପାର୍ଥାନ ଚିନ୍ତୟନ୍। ତମେ ଅଭ୍ୟାସ ଯୋଗରେ ଅଭ୍ୟାସ, ଚିତ୍ତ ଏକାଗ୍ର ବଳେ ସେ ଦିବ୍ୟ ପରମ ପୁରୁଷ ଜୀବନ ଶୈଳ। ଅଭ୍ୟାସ କରିବେନି ହବ କେମିତି? ପ୍ରାକ୍ଟିସ ଲାଗିବ ନା ଆଉ, ରୀତିମତ ଲାଗିବ। ଦିନକରେ କିଛି ହେଇପାରିବ ନାହିଁ, କି ଗୁରୁ ଯେ କଣ ପୁଳେ ଜାଣିଛନ୍ତି ପୁଳେ ଦେଇଥିବେ ସେଇଟା ନୁହେଁ। ବୁଝିଲ, କର୍ମ କରିବା ନିଜ ହାତେ ଅନେକ ପାରିବ ଜଗତ। ତମେ ଯେତିକି କରିବ ଫଳ ସେତିକି ମିଳିବ। ଗୁରୁ କିନ୍ତୁ କୌଶଳ ଦେଇଦେବେ, ବାଟ ଦେଖେଇଦେବେ, ଚାଲିବା ଦାୟିତ୍ଵ ତମର। ଏଇଟା ବାବା ମାନେ ଗୋଟେ ନର୍ମାଲ ଏତିକି ପ୍ରାକ୍ଟିସ କରିବାକୁ କେତେ ସମୟ ଲାଗିବ? ମାନେ ସେମିତି ସବୁଦିନ ସମୟ ହିସାବରେ? ସମୟ ନାହିଁ, ଜୀବନ ସାରା ତ କରିବ ଆଉ ସମୟ କଣ? ନା ନା ମୁଁ ପଚାରୁଥିଲି କି ମାନେ ପର ଡେ ହିସାବରେ, ମାନେ କେତେ ତମେ ସମୟ ଯେତିକି ମିନିମମ୍ ଦରକାର? କରିପାରିବ, ତମର ସକ୍ଷମ ଯେତିକି, ତମ କ୍ଷମତା ଯେତିକି ସମୟ ବସିପାରିବ। ପ୍ରଥମେ 10 ମିନିଟରୁ ବସି ବସିକି ତମେ ସିଧାସଳଖ ଅଧଘଣ୍ଟେ, ଘଣ୍ଟେ, 2 ଘଣ୍ଟା, 2.5 ଘଣ୍ଟା ପର୍ଯ୍ୟନ୍ତ ବସ। ଆଜ୍ଞା ତମର ଆଜ୍ଞା ତମର ପ୍ରାକ୍ଟିସ କରିବା ଦାୟିତ୍ୱ ତମର। ଯେତେ ତମର ସ୍ଥିରତା ଆସିବ, ଯେତେ ତମର ଇମ୍ୟୁନିଟି ପାୱାର ବଢିବ, ଯେତେ ତମର ମାନେ ଇଏ ବଢିବ, ପାୱାର ଟା ଯେତେ ତମର ଶରୀର ଭିତରେ ଶାରୀରିକ କ୍ଷମତା ବଢିବ, ତେବେ ଯାଇକି ଆଜ୍ଞା ହବ ନା ଆଉ। ଏଟା ନିଜ ଉପରେ ନିର୍ଭର। ଖାଇବା ପିଇବାରେ ବ୍ୟତିକ୍ରମ ହେଲେ ଅସୁବିଧା ହବ। ବୁଝିଲେ କି? ସଂସାର କ୍ରୀଡା କଲେ ଅସୁବିଧା ହବ। ଅଧିକ ଉଗ୍ର କର୍ମ ହିଁ ପାପ। ଏଗୁଡା ସବୁ କଲେ ହବନି। ଇଏ ଗୋଟେ ସ୍ୱତନ୍ତ୍ର ଚାଷ। କିଛି ବର୍ଷ ଯଦି କରିପାରିବ ତେବେ ଯାଇକି ହବ। ଆଉ ନ କରି ପାରିକି ଆଉ କିଛି ନାହିଁ, ତମେ ସବୁ କରୁଥିବ, ଆମେ ସବୁ କରୁଛୁ, ଆମକୁ ପୁଳେ ଦେଇଦିଅ, କେମିତି ହବ? କୋଉ ବାଟେ? ଯଦି ତମେ ସାଧନା କରିବ, ସାଧନାରେ ବସିବ, ତାପରେ ସାଧନ କିଏ କାହିଁ? ତଥାପି ଗୁରୁ ନାମକୁ ନେଇକିରି ତମେ କିଛି ଦିନ ପ୍ରାକ୍ଟିସ କର। କରିସାରିଲା ପରେ ମନରେ ଶ୍ରଦ୍ଧା ଜନ୍ମିଲେ ତା ଯାହା ହବ। ମୁଁ ମାନେ 2-3 ବର୍ଷ ହବ ସେ କ୍ରିୟା ଯୋଗ ଟା ସେଇଟା ପ୍ରାକ୍ଟିସ କରୁଛି। କୋଉ କ୍ରିୟା? ଏଇ ଯୋଉଟା କ୍ରିୟା ଯୋଗ ଯୋଉଟା କଣ ପ୍ରଚଳିତ କ୍ରିୟା, କଣ କି କ୍ରିୟା, କୋଉ କ୍ରିୟା? ସେଇ ପ୍ରାଣାୟାମ ର ଗୋଟେ ମେଥଡ। ପ୍ରାଣାୟାମର ଗୋଟେ ମେଥଡ? ଆଜ୍ଞା ପ୍ରାଣାୟାମ ତ ଏଟା 8 ପ୍ରକାରର, ସେଥିରେ ତ କ୍ରିୟା ଫ୍ରିୟା କିଛି ନାହିଁ। ତମେ କ୍ରିୟା ମାନେ କଣ, କି କ୍ରିୟା କରୁଛ? ସେଇଟା ତ କ୍ରିୟା ଯୋଗ ତ ସେଇଟାକୁ କୁହନ୍ତି, ମାନେ କି କ୍ରିୟା ଯୋଗ କଣ? ବର୍ତ୍ତମାନ ମୁଁ ପଚାରୁଛି, ହ୍ୱାଟ ଇଜ ଦ ଡେଫିନେସନ ଅଫ କ୍ରିୟା ଯୋଗ? ବୁଝା
ମାନେ ସେଇଟା ତ ଏଇଆ କୁହାଯାଇଥିଲା କି ସେ ନିଶ୍ୱାସକୁ ଇଏ କରି କଣ୍ଟ୍ରୋଲ କରିବାର ସେଇଟା ଗୋଟେ ମେଥଡ ପ୍ରାଣାୟାମ ନିଶ୍ୱାସ କଣ୍ଟ୍ରୋଲ କରିକି ମେଥଡ କରିବ ଯଦି ଆଜ୍ଞା। କହିଛନ୍ତି କର। ହଉଛି ନା ତମର ସେଗୁଡା ସବୁ? ହଁ ପ୍ରାକ୍ଟିସ ଠିକ ଠାକ ଚାଲିଲା ବେଳକୁ ମାନେ ଶରୀର ହାଲକା ଲାଗେ ତାପରେ ମାଇଣ୍ଡ ଟା ସବୁବେଳେ ଇଲେଟେଡ ହେଇକି ଆଚ୍ଛା ରୁହେ। ତାହେଲେ ତ ବଢିଆ କଥା। ତାହେଲେ ତମେ ସେଗୁଡା ସବୁ କରିଚାଲ ଆଉ କର ସେଗୁଡା। ଆଜ୍ଞା। ହୁଁ। କିନ୍ତୁ ମୁଁ ମାନେ ପଚାରୁଥିଲି ଏଇ ଯୋଉ ଅଷ୍ଟ ସିଦ୍ଧି ଯୋଉଟା ମେନସନ କରାହେଇଛି। ସିଦ୍ଧି ଫିଦ୍ଧି ବିଷୟରେ ମୁଁ କହିପାରିବିନି। ଆମର ଆଜ୍ଞା। ସିଦ୍ଧି ଫିଦ୍ଧି ଦରକାର ନାହିଁ। ଏଷ୍ଟାଦଶ ସିଦ୍ଧି ଯେତେ କିଞ୍ଚିତେ ଲଭନ୍ତି ଭଗତେ। ଭକ୍ତି ଯୋଗ କର, ତମେ ଆଗେ ଜ୍ଞାନ ସାଧନା କର, ମନକୁ ସ୍ଥିର କର। ତ ଆମେ କହୁ ପ୍ରଥମ କର୍ତ୍ତବ୍ୟ ଆମର ଜ୍ଞାନ ସାଧନା, ମନକୁ ଆଗେ ସ୍ଥିର କର ତାପରେ ଯୋଉ କଥା। ହୁଁ ହୁଁ। ମନଟା ସ୍ଥିର ନହେଲେ ହେଇପାରିବନି। ତାହେଲେ ବାବା ଏଇଟା ଯୋଉଟା ପ୍ରାକ୍ଟିସ କରୁଛି ଏଇଟା କଣ୍ଟିନ୍ୟୁ କରୁଥିବି ପୁରା? ସିଏ କଣ ନା ମୁଁ କହିପାରିବିନି। ତମେ କଣ କରୁଛ କଣ ଧରୁଛ ଆମେ ଜାଣିନୁ, କିନ୍ତୁ ଆମକୁ ପଚାରିଲେ ଆମେ କହିବୁ ତମେ ଆଗେ ପ୍ରଥମେ ମନକୁ ସ୍ଥିର କର। ତାପରେ ଯୋଉ ଯୋଗ କରୁଛ କର, ଆମର କିଛି କହିବାର ନାହିଁ। ମନଟାକୁ ଆଗେ ସ୍ଥିର କର। ମାନେ ମନ ସ୍ଥିର କରିବା ପାଇଁ ତ ଆମେ ଯୋଗ କରୁଛୁ। ମାନେ ଆପଣ ଯୋଉଟା କହୁଛନ୍ତି ଆଗେ ମନ ସ୍ଥିର କର, ସେଟା କେମିତି କ୍ରିୟା ସମ୍ଭବ? ଯୋଗରେ ମନ ସ୍ଥିର ହେଇପାରିବନି। ମନ ସ୍ଥିର ହେଲେ ଯାଇ କ୍ରିୟା ଯୋଗ ସିଦ୍ଧି ହବ। ମନଟା ସିନା ଗୋଟେ ପଏଣ୍ଟରେ ସ୍ଥିର ହେଲା ପରେ ମନକୁ ନେଇ କୌଣସି ଚକ୍ର ଉପରେ ନିବେଶ କଲେ ସେ ଚକ୍ର ଖୋଲିବ। ଆଉ ମନଟା ସ୍ଥିର ନାହିଁ, ଆଉ ମନକୁ ଚକ୍ର ପାଖକୁ ନେଲେ ଚକ୍ର ଖୋଲିଯିବ ନା। ମନ କେମିତି ଆଗେ ସ୍ଥିର କରିବୁ? ତାର ସଦ୍ଗୁରୁ ଦତ୍ତ କର୍ମ ଅଛି। ତମର ଯୋଉ କ୍ରିୟା ଯୋଗ କରୁଛ ଯଦି ତାଙ୍କୁ ପଚାରୁନ, ସେ କହିଦେବେନି କି? ବାଟ ଜାଣିଥିବେ ଯଦି କହିଦେବେ। ତାଙ୍କୁ ପଚାର କ୍ରିୟା ଯୋଗ କଲା ପୂର୍ବରୁ ପ୍ରଥମେ ଆଗ ଆମେ ମନ ସ୍ଥିର କରିବା ଦରକାର। କାଲି ସକାଳୁ ପରୀକ୍ଷା ଦବ, ଆଜି ମୁଣ୍ଡ ବୁଲଉଛି, ତମର କୋଉଟା କର୍ତ୍ତବ୍ୟ? ପଢିବା କର୍ତ୍ତବ୍ୟ ନା ମୁଣ୍ଡ ବିନ୍ଧା ପାଇଁ ଔଷଧ ଖାଇବା କର୍ତ୍ତବ୍ୟ? ଆଗେ ମୁଣ୍ଡ ବିନ୍ଧା ଆଗେ ଠିକ ହବା ଦରକାର। ବାସ୍ ସେଇଭଳି ପ୍ରକାର କଥା। ମନ ସ୍ଥିର ହେଲେ କ୍ରିୟା ଯୋଗ ଅଟୋମେଟିକ ହବ। କିନ୍ତୁ ଦେଖିଲା ବେଳକୁ ତମେ ମନ ସ୍ଥିର ନାହିଁ, କିନ୍ତୁ ତମେ କ୍ରିୟା ଯୋଗ କରିବ, କେମିତି ହବ? ଯୋଉଟା ସମ୍ଭବ ନୁହଁ। କରୁଛ ସବୁ କ୍ରିୟା ଯୋଗ କର, କିନ୍ତୁ ମୋ ମତରେ ସେଗୁଡା ସବୁ ଅବାସ୍ତବ। ବାବା ବାସ୍ତବ ନୁହେଁ। ଆପଣ ଯୋଉ ବାୟୁ ସାଧନା ଯୋଉଟା କହୁଛନ୍ତି, ମାନେ ମନ ସ୍ଥିର କରିକି ସେଇଟା କରାହବ ନା ସେଇଟା କଲେ ମନ ସ୍ଥିର ନା ହବ? କଲେ ମନ ସ୍ଥିର ହେଇଯିବ। ସେମିତି ସିଏ ଏଇଠି କହିଥିଲେ କି କ୍ରିୟା ପ୍ରାକ୍ଟିସ କଲେ ଲଙ୍ଗ ପିରିୟଡ଼ ଅଫ ଟାଇମରେ ଆସ୍ତେ ଆସ୍ତେ ମନ ସ୍ଥିର ହେଇ ଚାଲିବ। ହଉଛି ନା ତମର? ହଁ ମାନେ ପ୍ରାକ୍ଟିସ କଣ୍ଟିନ୍ୟୁସଲି ଚାଲିଲେ ତ ମାଇଣ୍ଡ ଅଲମୋଷ୍ଟ କରୁଛ ନା? ଏଇ ବାବା ଏଇ ବର୍ଷେ ଖଣ୍ଡେ ହବ ଟିକେ ମାନେ ସମୟ ଅଭାବରୁ ଠିକ ସେ ପ୍ରାକ୍ଟିସ କରିହଉନି। ମାନେ ଯେତିକି ମାତ୍ରାରେ କରେ। କଣ କହୁଛନ୍ତି କଣ ଦଉଛନ୍ତି ଆମେ ଜାଣିନୁ, ବୁଝିପାରିଲ? ଆଜ୍ଞା। ଚିତ ପ୍ରଜ୍ଞା ଚିତାଭାସ ସମାଧି ସଚକେ ସବସ୍ଥିତ ଧିକ ପ୍ରଭାସିତ କିମ୍ବା ଚିତ ପ୍ରଜ୍ୟୋତକ। ତମେ ଆଗେ ସ୍ଥିତ ପ୍ରଜ୍ଞ ହୁଅ, ତାପରେ ଯୋଉ କଥା। ସ୍ଥିତ ପ୍ରଜ୍ଞ ନ ହେଇକି ତମେ ଇଆଡୁ ସିଆଡୁ କରିବ ସାଧନା କରୁଥା, ଜୀବନ ସାଥି ଚାଲିଥିବ। ହୁଁ ହୁଁ ହୁଁ। ଖାଲି ମୁଁ ନୁହେଁ, ମୋ ଭଳି କୋଟି କୋଟି ଲୋକ ଏମିତି ଚାଲିଛନ୍ତି ଚାଲରେ। ମନୁଷ୍ୟାଣାଂ ସହଚେତୁ କ୍ୱଚିତ୍ ଯତତି ସିଧୟେ ଯତତାମ୍ ଅପି ସିଦ୍ଧାନାଂ କ୍ୱଚିତ୍ ମାଂ ବ୍ୟତୀତ ବୁଝିଲ କି? ହଜାର ହଜାର ଆଜ୍ଞା ମଣିଷ ଭିତରେ ମଣିଷ ଶହେ ହଜାର ହଜାର ମଣିଷ ଭିତରେ କ୍ୱଚିତ୍ ଯତତି ସିଧୟେ ସିଦ୍ଧି ନିମିତ୍ତ ଜଣେ ଅଧେ କେହି ଚେଷ୍ଟା କରେ। ଯତତାମ୍ ଅପି ସିଦ୍ଧାନାଂ ସେଇ ସିଦ୍ଧି କାମି ଯୋଉ କରୁଛନ୍ତି ହଜାର ହଜାର ସିଦ୍ଧି କାମ ଭିତରୁ ଜଣେ ଅଧେ କେହି ମତେ ତତ୍ଵରେ ବୁଝନ୍ତି। ତତ୍ଵରେ ସମସ୍ତେ ବୁଝିବାକୁ ଚେଷ୍ଟା କରିପାରନ୍ତି ନାହିଁ, ବୁଝିବାକୁ ଆସନ୍ତି। ଜ୍ଞାନ ନହେଲେ କିଛି ହେଇପାରିବନି। ହୁଁ ବ୍ରହ୍ମଚର୍ଯ୍ୟ ହୁଁ ସ୍ଥିର ନହେଲେ ଜ୍ଞାନ ହେଇପାରିବନି। ତାର ସବୁ ତ ଗୋଟେ ଗୋଟେ ସବୁ ମାନେ ପ୍ରସେସ ଆଉ। ହୁଁ ହୁଁ ହୁଁ। ବାବା ବହୁତ ଆପଣ ଗୋଟେ ଭିଡିଓରେ ଆପଣଙ୍କର କହିଥିଲେ ଗୋଟେ ମନ୍ତ୍ର ଯୋଉଟା କି ପ୍ରାକ୍ଟିସ କଲେ ମେମୋରି ପାୱାର ବହୁତ ଷ୍ଟ୍ରଙ୍ଗ ହୁଏ। ହୁଁ ମନ ସ୍ଥିର ବି ହବ ସେଥିରେ। ଆଜ୍ଞା। ସେ ମନ୍ତ୍ରକୁ ଜପ କରୁନ। ସେଇ ମନ୍ତ୍ର ଟା ଏମିତି ଡାଇରେକ୍ଟଲି ଜପ କରିପାରିବୁ ନା ସେଥିପାଇଁ ବି ଦୀକ୍ଷାର ଆବଶ୍ୟକତା? ନାଇଁ ନାଇଁ ତମକୁ ତ ଛାଡିଛି ତମେ ଜପ କରିବ ଆଉ। ସେଇଟା ବାବା କେତେଟା କଣ କେମିତି ଜପ କରିବାକୁ ପଡିବ ସେଇଟା ଟିକେ ପଦ୍ମାସରେ ବସି 108 ଲେଖା ଜପ କର। ଆଜ୍ଞା ମାନେ ମାନେ ଖାଇସାରିଲା ପରେ ପୂର୍ବରୁ ସେମିତି କିଛି ନାଇଁ ରେଷ୍ଟ୍ରିକସନ ନାଇଁ ସକାଳ ସନ୍ଧ୍ୟାରେ କରିବ ଖାଲି ପେଟରେ କରିବ ନା ଖାଇଲା ବେଳେ କଣ କରନ୍ତି ଆପଣ? ଆଜ୍ଞା ଆଜ୍ଞା। ପଦ୍ମାସନରେ ବସି 108 ଲେଖା ତୁଳସୀ ମାଳ କର। ବା ଟିକେ ସେଟାକୁ ରିପିଟ କରି ମୁଁ ଆଉ ଥରେ ତାକୁ ଓମ୍ ଲେଖିବି କି? ଓମ୍ କ୍ଲିଂ 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 ଶ୍ଲିଂ ଶ୍ଲିଂ ଶୂନ୍ୟ ବ୍ରହ୍ମଣୀ ନମଃ ଓମ୍ କ୍ଲିଂ ଲେଖ।
ଆଜ୍ଞା ମାନେ KLEEM ନା ନା ପ୍ଲିନ୍ ପ ସ୍ପେଲିଂ ପ ପ ର ଆଜ୍ଞା ଫଳା ଦୀର୍ଘିକାର ଚନ୍ଦ୍ରବିନ୍ଦୁ ପ୍ଲିନ୍ ଓମ୍ ପ୍ଲିନ୍। ତାମାନେ ସେଟା ଏଇ ଯୋଉ ପ୍ଲିଙ୍ଗ କି ପ୍ଲିମ୍? ବା କହିନି ପ ଆଜ୍ଞା ର ଫଳା ଦୀର୍ଘିକାର ଚନ୍ଦ୍ରବିନ୍ଦୁ ପ୍ଲିନ୍। ଆଜ୍ଞା ଆଜ୍ଞା ପ ଫର ପଇଡ ଆଜ୍ଞା ଆଜ୍ଞା ପ୍ଲିନ୍ ଆଜ୍ଞା ଦେଖିଲୁ। ଆଜ୍ଞା ତାପରେ ଢିଳି ଢ ଆଜ୍ଞା ତାପରେ କ୍ଲିନ୍ କ ଆଜ୍ଞା ତାପରେ ସ୍ପ୍ଲିନ୍ ତାଲବେଶ ଆଜ୍ଞା ଆଜ୍ଞା ତାପରେ ହିନ୍ ହଁ ଆଜ୍ଞା ତାପରେ ଶୂନ୍ୟ ବ୍ରହ୍ମଣ୍ୟ ନମ୍। ଆଜ୍ଞା ତ ଏଇ ସବୁ ଏଇଟା ବାଡେଇ ଛାଡିକି ଗୋଟେ କେତେଟା ନମ୍ବର ଏମିତି ପ୍ରାକ୍ଟିସ କଲା ପରେ ମାନେ ଆମେ ରେଜଲ୍ଟ ଦେଖିବାକୁ ପାଇବୁ କି ମାନେ ସେଗୁଡା କେମିତି କଣ? କହିପାରିବି ସେଇଟା ତମ ଉପରେ ନିର୍ଭର। ଆମେ କହିଦେବୁ ଏତିକି ପିରିୟଡ ଏଇଆ ହବ ନୁହେଁ। ସେ ଶରୀର ନେଇକି ପ୍ରକୃତି ନେଇକି ଚିତ୍ତ ନେଇକି ମନର ସେ ଆବେଗ ନେଇକି ସେ ସବୁ ହବ। ସେଟା ନିଜେ କରିଚାଲ କର୍ମେ ନୈବା ଅଧିକାରସ୍ତେ ମା ଫଳେଷୁ କଦାଚନ ମା କର୍ମ ଫଳ ହେତୁ ଭୁର୍ ମା ତେ ସଙ୍ଗସ୍ୱ କରମ୍। କର୍ମେ ଅଧିକାର କେବଳ ଫଳେ ନାହିଁ ତ ଭାବ କର୍ମ ଫଳ ନହୁ କାରଣ ନୋହ। କାହିଁକି ତମେ ଫଳ ପାଇଁ ଏତେ ଆଶାୟୀ କାହିଁକି ହେଇ ପଡୁଛ ମୁଁ ବୁଝିପାରୁନି। କେତେ ସମୟ କରିବି ଇଏ କରିବି କାହିଁକି ତମେ କରିଚାଲୁନ ଦୀର୍ଘ ଦିନ। ଆଜ୍ଞା ଆଜ୍ଞା ଗୋଟେ ଜିନିଷ କରିବେ ଯଦି ସେଥିରେ ଲାଗିଲେ ହବ ନା ଆଉ। ହୁଁ ହୁଁ ଆଉ ବାବା ଯୋଉ ମନେକର ଜଣେ ଯଦି ଚାହୁଁଛି ତା ୱେଲ୍ଥ ବହୁତ ମାତ୍ରାରେ ବଢେଇବାକୁ ହୁଁ ତ ତା ପାଇଁ କଣ ମେଥଡ ଅଛି ନା କେମିତି ସବୁ କଣ ଦବା? ମେଥଡ ଅଛି। ଗୋଟେ କଥା ହଉଛି ଗୁରୁ ବିନା କାମ କଲେ ବିପଦରେ ପଡିବ କୋଉଠି ପାଗଳା ହବ ଏଇଆ ଆଉ କଣ। ଆଜ୍ଞା ନା ମୁଁ ସେଇଥିପାଇଁ ତ ଜାଣିବା ପାଇଁ ମୁଁ ମନ୍ତ୍ର ଶୁଣିଲା ପରେ ବି ତାକୁ କରିନଥିଲି ଆପଣଙ୍କୁ ନ ପଚାରିକି। ସେ ଏଠିକି ଆସ ମୁଁ କହିଦେବି। ଆଜ୍ଞା ଆଜ୍ଞା ଆପଣ ଭୁବନେଶ୍ୱର କେବେ ଆସୁନାହାନ୍ତି ମାନେ ଆପଣଙ୍କର ଇଭେଣ୍ଟ ଫିଭେଣ୍ଟ କିଛି? ଭୁବନେଶ୍ୱର ମାସରେ ଥରେ ଯାଉଛି ଶେଷ ରବିବାର। ଆଚ୍ଛା ଏଇଠି କୋଉ ଜାଗାକୁ ଆସନ୍ତି? ବୋତଣ୍ଡା ସୁନ୍ଦରପଦା ବୋତଣ୍ଡା। ଆଚ୍ଛା 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 ତ ସେଇଠି ଯାଇକି ଆପଣଙ୍କୁ ଦେଖା କରିହବ କି ନା ହଁ ଦେଖା କରିହବ ଖାଲି ଆଉ କିଛି କରିହବନି। ଆଚ୍ଛା ଆଚ୍ଛା ସେଠି ମୁଁ ଯୋଉ ଆଲୋଚନା ପାଇଁ ପ୍ରସ୍ତୁତ ସେଇ ଆଲୋଚନା ଟାକୁ ଶୁଣିବ ଆସିବ। ହୁଁ 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 ମୁଁ ଏଥର ଗୋଟେ କାର୍ଯ୍ୟକ୍ରମ ରଖୁଛି ଭୁବନେଶ୍ୱରରେ 2 ଦିନ କରିବା ପାଇଁ। ଦିନେ ମୁଁ ଆଲୋଚନା କରିବି ଆଉ ଦିନେ ପ୍ରଶ୍ନ ଉତ୍ତର କାର୍ଯ୍ୟ ରଖିବି ପାଠ ପଢା କାମଟା କରିବି। ପିଲାମାନଙ୍କ ପାଇଁ ସେ ଯୋଗ ହେଲେ ସିନା ଏକାଠି ହେଲେ ଅଧ୍ୟୟନରତ ପିଲା ସ୍କୁଲ କଲେଜର ଲେକ୍ଚରର ଷ୍ଟୁଡେଣ୍ଟ ପିଲା ବି ଆସିଲେ ତାକୁ ପାଠ ପଢିବେ। ଆଜ୍ଞା ଆଜ୍ଞା କାହିଁ କିଏ କରୁଛି କୋଉଠୁ ଆସୁଛି। ହୁଁ 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 ହଉ ଆଜ୍ଞା ତାହେଲେ ଆପଣ ପ୍ରତି ରବିବାର ମାନେ ମାସର ଶେଷ ରବିବାର ଆସୁଛନ୍ତି? ଜୁନ 28। ଆଜ୍ଞା ଆଜ୍ଞା ଠିକ୍ ଅଛି ମୁଁ ତାହେଲେ 28 ତାରିଖ ଆପଣଙ୍କୁ ଫୋନ୍ କରିବି ଯଦି ପସିବୁଲ୍ ହେବ ଆପଣଙ୍କୁ ଟିକେ ଦର୍ଶନ କରିକି ଆସିବି। ହଁ ହଁ ଆଜ୍ଞା ଆଜ୍ଞା ହଉ